ମୁଁ ଅନିନ୍ଦିରାଜ ଖାଡଙ୍ଗା ଦି ରିପବ୍ଲିକ ଓଡ଼ିଶା 24 ନ୍ୟୁଜ୍ ଚିଫ୍ ଏଡିଟର। ଆଜି ଭଦ୍ରକ ଜିଲ୍ଲାର ସମସ୍ତ ପ୍ରତିନିଧିମାନଙ୍କ ଦ୍ୱାରା ଏକ ଅନୋଖା କାର୍ଯ୍ୟକ୍ରମ ପାଳନ ହୋଇଥିଲା, ଯେଉଁଠିକି ଯାହାକି ଆମର ଭଦ୍ରକ ଜିଲ୍ଲାର ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଥିଲା। ପାଖାପାଖି 150ରୁ 200 ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ଏବଂ ଏଇଠି ବହୁତ ଜଣ ସମ୍ମାନିତ ବ୍ୟକ୍ତି ଉପସ୍ଥିତ ହେବା ସହ ବହୁତ ଜଣଙ୍କୁ ସମ୍ମାନିତ କରାଯାଇଥିଲା। ସେ ଭିତରେ ଗୀତିକାର, ଡ୍ୟାନ୍ସ, ଲୋକକଳା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଉଥିବା ବ୍ୟକ୍ତିବିଶେଷ, ତା ସହିତ ସମାଜସେବୀ ଏମାନଙ୍କୁ ସମ୍ମାନିତ କରାଯାଇଥିଲା। ଏଇଟା ଦ୍ୱିତୀୟ ଥର ଆମ ଭଦ୍ରକରେ ପାଳନ ହେଇଛି ଏବଂ ଆଶା କରିବୁ कि मझे 2 वर्ष गैप थिला, किंतु आगामी वर्ष मानकरे आ गैप न करी प्रति वर्ष एभली प्रतिभा को आम सामना को आने चेष्टा करूँ एवं समस्त सहित मिसी समस्त जो मन भितर जो प्रतिक्रिया रोचे चैनल को नहीं कि आमर कौन भूल रोचे आमर कौन ठीक रोचे ए विषय सविशेष जानापी आम चेष्टा करूँ से बंधु मिलन कार्यक्रम आगामी दिन मानक हम ये आशा।